शवटा को चिन्हि देला चिन्हि देला से शवटा थिला कहार सबकार थिला आज्ञा देखुची दुर्योधन शवटा हाँ हाँ वर्षा राति कथा कला तो परी मातुला ये पीरो चक्र मामू शकुनी शब भयभीत हो जाइए दुर्योधन संध्या घनई आसवा बेले छिपछिपी वर्षा सागर चिकचिकी बिजुली मारी रहउछि बस बस घड़ी संध्या मुहूर्तटा ता पाई मामू को शव को देखि जा परे आशा बांधिला दुर्योधन मन रे घरे अन्य सबिया चली जातु ओसल बेले बस ये ओसल साथी जने आसी पहुंचलेनी मोर बस मो मामू मते निश्चित पार करि देबे पार करिवो कला मामू मामू महाभारत रे तमे मते केते मंत्रणा देइछो एते कथा कहिनो मामू केते सहाय्य करिछो जहा जते बेले कहिछो मानिछि मु तुमे जेते बेले जहा कहिछो मानिछि मु तुम कथा को अक्षर अक्षरे पालन करिछि मने पड़ी जाउछि मामू से दिन रे घटना से दिन रे कथा तमे पर से दिन कहिथिलो मामू बड़ जे मामू पोषा खेल हबो हो मामू पोषा खेल हबो सेइति पई ये पांडव मानको सहित मु माती गली पोषा खेल बस आ पांडव माने गोटाए परे गोटाए पीढ़ रखी हां समस्ते हार मानि गले परिशेष रे ताको स्त्री द्रौपदी ठाकु रखी देले पीढ़ लगेले ये द्रौपदी रो पीढ़ जते बेले हारी गले हां सेते बेले मु उच्चरे गोटे अटहास्य करि देली डाकिली मो भाई दुसा को डाकिली कोले दुसा भाई अरे पांडव माने द्रौपदी रो पीढ़ भी हारी गले ओ भाई हारी गले द्रौपदी ऊपर आ सेमानकर अधिकार ना नो 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 द्रौपदी ऊपर संपूर्ण अधिकार मोर यस भाई यस यस जाओ से द्रौपदी को नहीं आ सब सभा जाउछ भाई जाउछ कथा मानी मो भाई दुसा गला द्रौपदी रो केश को धरी झिकी झिकी टाणी आनिला सभा मध्य द्रौपदी आ सभा मध्य रे हाजर करेई देला द्रौपदी अशोक द्रौपदी अशोक द्रौपदी को शरीर में देखि देली सभा मध्य रे कहले अरे यही से द्रौपदी भाई यही से द्रौपदी गोटाए नारी पांच पांचटा पुरुष को बाहे रे तार पुरी इज्जत बोली गोटे कोन ना 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 मो सभारे ताकू विपोषणा कर ठीक अछि भाई मो कथा मानी मो भाई दुसा द्रौपदी को विपोषणा कला बस बिचारी द्रौपदीटा केते नेहुरा हेला बुझा हाथ जोड़ी देई डाकी देला ठाकुर हां हां आसो छड़ी दे दुसा बुझो नहीं पामर दुसा सोना कोइची
কইতিল মামু ভরজা মামু মহাভারত যুদ্ধ হব ও মামু মহাভারত যুদ্ধ হব সেইপাই ইয়ে পাণ্ডব ମାନଙ୍କୁ ମୁଁ ଶୁଣେଇ ଦେ କଣ କହୁଥିଲ ମୁଁ କହିଲି ଶୁଣି ରଖରେ ଚାର ଜାତକା ପାଣ୍ଡବ ବଳ ବିନା ଯୁଦ୍ଧେ ନଦେବି ମୁଁ ସୁଚି ଘେ মেদিনী 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 କାଇଁ ମାର ମେଦିନି ମେଦିନି କଣ ହଉଛ ଇକୋ ସିଷ୍ଟମ ଅଛି ନାଇଁ ନା ସେଥିରେ ଅଛି ଏଥିରେ ଅଛି ମୋର ତମେ କାଇଁ ପାଟିରେ କହୁଛ ମୋର ଦରକାର ନାହିଁ ମୋର ପାଟିରେ ଆଜ୍ଞା ତାଠରେ ଫିଟିଂ ହେଇଛି ତେଣୁ ସେଦିନ ବାহ ମାମୁର ସଭାକୁ ଦେଖି ଦେଇ ଦୁର୍ଯ୍ୟୋଧନ ହସୁଛି ହଁ ହଁ କହିଲା ମୋ ମାମୁ ମତେ ପାର କରିଦେବେ ପାର କରିବ ମାମୁ ଶବଟାକୁ ତଳେ ରଖିଦେଲା ହଁ ଇଏ ଶବ ଉପରେ ଗଦା ରଖିଲା ହଁ ସେ ଶବଟା ବୁଡ଼ିଲା ନା ରହିଲା କଣ ହେଲା ସେ ଶବଟା ବୁଡ଼ିଲା ନା ରହିଲା ସେ ଶବଟା ବି ବୁଡ଼ିଗଲା କହିଲା ଚାଲି ଯାଅ যা ସମସ୍ତେ ଇଏ ମାମୁ ବଞ୍ଚିଥିଲା ବେଳେ ସିନା ମତେ ସାହାଯ୍ୟ କରୁଥିଲ ଏବେ ତ ମରି ସାରିଛନ୍ତି ମରିଗଲଣି ନିଜେ ନିଶ୍ଚୟ ମରି ନଦୀର ଜଳ ସ୍ରୋତରେ ଭାସୁଛନ୍ତି ବାସ୍ ସିଏ କଣ ମତେ ସାହାଯ୍ୟ କରିବ ନା ନା ଯାଆନ୍ତୁ ସଭିଏ যা ସମସ୍ତେ ଚାଲିଟା ବଞ୍ଚିବି ଚାଲିଟା ସମସ୍ତେ ଆଉ ଯଦି ମୁଁ ବଞ୍ଚି ନ ପାରେ ତେବେ ଏ ନଦୀ ଜଳକୁ ଡେଇଁ ପଡ଼ିବି ଆତ୍ମହତ୍ୟା କରିଦେବି ବାସ୍ କଥା ସରିଲା ଆଜ୍ଞା ଚିନ୍ତା କରୁଛି ଦୁର୍ଯ୍ୟୋଧନ କହିଲା କେହି ଜଣେ ସାହା ହଉନାହାନ୍ତି ମତେ ମୁଁ କଣ ପାଣ୍ଡବ ଦୟାରେ ବଞ୍ଚିବି ନା ନା ପାଣ୍ଡବ ଅନ୍ନ ଖାଇ ବଞ୍ଚିବି ନା ଆରେ ମୁଁ ପରା ବଞ୍ଚି ରହିଲେ ବାସ୍ ବାସ୍ ଇଏ ଶରୀରଟା ପାଣ୍ଡବ ଅନ୍ନରେ ପ୍ରତିପୋଷଣ ହବ ଯୋଉ ଶରୀର ପାଣ୍ଡବ ଅନ୍ନରେ ପ୍ରତିପୋଷଣ ହବ ସେ ଶରୀରଟାକୁ ମୁଁ ରଖିବି ଲାଭ ନାହିଁ ରଖିବି ଶରୀରଟାକୁ ନଷ୍ଟ କରିଦେବି ଏ ନଦୀ ଜଳରେ ଆତ୍ମହତ୍ୟା କରିବି କଳା ପାଣ୍ଡବ ହଉଛି ପିଣ୍ଡରେ ନିଜକୁ ମାନସିକ ହିସାବରେ ପ୍ରସ୍ତୁତ କରିଦେଇଛି ଦୁର୍ଯ୍ୟୋଧନ ବାସ୍ ବାସ୍ ଧ୍ୟାନ ରଖନ୍ତୁ ଆଜ୍ଞା ଏଇଆ ଜଣେ ଯଦି ଆତ୍ମହତ୍ୟା କରିବାକୁ ଯିବ ସେ ବିଷ ଖାଇକି ମରୁ କି ଦୌଡ଼ି ଦେଇକି ଲଗେଇକି ମରୁ ମରୁ ସେ ଯଦି ନିଜକୁ ନିଜେ ମାନସିକ ହିସାବରେ ପ୍ରସ୍ତୁତ ହେଇଛି ସେ ମରିପାରିବନି ମରିପାରିବନି ସତ ନା ଦିଥର ମୋ ସ୍ତ୍ରୀ କୂଅରେ ଡେଇଲେଣି କାହିଁକି ଆମ ଗଣ୍ଡଗୋଳ ହବାରେ ଦିଥର ଦେଇ ପଡ଼ିଲେଣି ତଥାପି ଡେଇକି ଭାଷଣ ମରିଯାଆନ୍ତେ ସେ ମଝିରେ ପଥରକୁ ଧରିକି ରକ୍ଷା କର ସେ ମତେ ମୂର୍ଚ୍ଛି ଯାଇପାରୁନି ବାସ୍ ଦେଖିଲି ସେଇ ତ ଲୋଭ ରହୁଛି ଆଉ ମୋ ସ୍ୱାମୀ ମୋ ପୁଅ ଝିଅ ମୋ ସଂସାର ଲୋଭ ପରା ହତ୍ୟାର ଯଦି ଏକତା କିଏ ଭାବିବ ସିଏ ମରିପାରିବ ସିଏ ମରିପାରିବ ନିଜ ଜୀବନ ତୁଚ୍ଛ କରିଦବ ବାସ୍ କୋଉ ପୁଅ ଝିଅ କୋଉ ସଂସାର କି ଯୋଉ କଥାରେ ଅଛି ପାଣି ଛଳେଇଦବ ବାସ୍ ତେବେ ଯାଇ ସିଏ ମରିବ ନହେଲେ ମରିପାରିବ ମରିବନି ସତ କଥା କି ଯେନା ଆମ ସ୍ତ୍ରୀ ଭଳିଆ ପଥରକୁ ଧରିକି ରକ୍ଷା କର ଆରେ ତୁ ତ ମରିବାକୁ ଯାଉଛୁ ଆଉ ତୁ କାହିଁକି ଲୋଭ ଲାଗୁଛି ପାଣି କିନ୍ତୁ ଦୁର୍ଯ୍ୟୋଧନ କହିଲା ନା ମରିବି ନଦୀ ଜଳକୁ ଡେଇଁ ପଡିଛି ନଦୀ ଜଳକୁ ଡେଇଁ ପଡିବା ବେଳେ ଗୋଟାଏ ଶବ ଆସି ପହଞ୍ଚିଗଲା କଲାରେ ଇଏ ନଈ ବଡ଼ିରେ ଭାସି ଯାଉଥିବା ଲୋକର କୁଟା କ୍ଷୀରକୁ ଆସରା ନିଶ୍ଚୟ କାଳେ ସାହା ହବ କି ସାହା ହେଇଯିବ କହିଲା କେଡେ କେଡେ ବୀର କେଡେ କେଡେ ମହାରଥୀ ସବୁ ଗଲେଣି ଇଏ କର୍ଣ୍ଣ ଗଲେଣି ଚାଲିଗଲାଣି ମୋ ଭାଇ ଦୁଃଶାସନ ଚାଲିଗଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଚାଲିଗଲେ ମୋ ମାମୁ ଶକୁନି ମୋ ଅଙ୍ଗରାଜ କର୍ଣ୍ଣ ମୋ ବୈତ୍ର ଅଛି ବଡ ବଡ ମହାରଥୀ ବଡ ବଡ ବୀର ଗୁଡାକ କେତେ ଚାଲିଗଲା ବେଳେ ଇଏ ଗୋଟେ ଛୋଟିଆ ଶବ ଆସି ପହଞ୍ଚିଛି ଇଏ ଛୋଟିଆ ପିଲା ଇଏ କଣ ମତେ ପାର କରିବ ଇଏ ମତେ କଣ ପାର କରିବ କହିଲା ଦେଖିବା ତଥାପି ଆଶା ରଖିଛି ନଦୀ ଜଳକୁ ଡେଇଛି ଆତ୍ମହତ୍ୟା କରିବ ସେ ନଦୀ ଜଳ ଭିତରେ ତର ତର କରି ଶବ ଉପରେ ଗୋଟାଟାକୁ ରଖିଦେଲା ସେ ଶବଟା ବୁଡିଲା କହିଲା ଆରେ ଏଇ ମତେ ପାର କରିବ ରେ ଏଇ ମତେ ପାର କରିବ
ଚାଲି ଯାଆନ୍ତୁ ସେମାନେ ମହାମହାରଥୀ। ଇଏ ଛୋଟ ପିଲାଟା ହେଇଥିଲେ କଣ ହବ? ଇଏ ମତେ ଉଦ୍ଧାର କରିବ, ଇଏ ନଦୀକି ପାର କରିବ, ମତେ ଏଇ ପାର କରିଦେବ। ଗୋଟିଏ ପଦ କବିଙ୍କ ଲେଖା। ହଁ ହଁ କଲେ ରଙ୍ଗ ତରଙ୍ଗିଣୀ ରଡ଼ି ବାବା ବାବା କଣ ମୁଣ୍ଡ କୁଣ୍ଡେଇଲେ ମୁଁ କଣ ଛାଡ଼ିବି? ଆରେ ମୁଣ୍ଡ କଣ କୁଣ୍ଡଉଛ? ବାପା କଣ ତମେ ଜାଣିନ? କେତେ ବର୍ଷ ହେଲା ପାଲା ଗାଇଲଣି ତମେ? ବାବା ଶୁଣ, ମୁଁ କଣ ଗାଇକା ବୋଲି ସବୁ ଜାଣିପାରିବି ଆଜ୍ଞା? ସବୁ କଥା ଜାଣିଛି? ବାବା ପରା ପୁରୁଣା ହେଲେଣି। ହେ କଣ ବାବା ତମେ କହିଲ? ସେ ବାବା ବାବା ସମସ୍ତେ ବସିଥିଲେ ନା ପିଲା ଅଛନ୍ତି? ମୁଁ ଆଗ ଗୋଟେ ରହିନାହାନ୍ତି। ହଁ ଦେଖ ପିଲା କହିବେ, ପିଲାମାନେ ଜାଣିଛ? ଦେଖିବ ମୁଁ ଏପଟେ ବସିଥାନ୍ତି। ଭଲ ଯାଉ ଦେଖିବା କହିଲ। 36 ଭେଲେନକୁ 37 ଗୁଣ୍ଡା ଏକା ଲଢିବ ମାହଲ ମାଣ୍ଡା। ବାବା କେହି କହିପାରିଲେନି, ମୁଁ କହିଲି ପିଲାମାନେ ସବୁ ଜାଣିନାହାନ୍ତି ବୋଧେ। ପିଲା ପିଲା ଆଉ ନାଇଁ ସେ ଜାଣିନାହାନ୍ତି। ଲାଜ କରୁଛନ୍ତି? ନାଇଁ ସେ ଜାଣିନାହାନ୍ତି। ଆଚ୍ଛା ହଉ। କଲେ ରଙ୍ଗ ତରଙ୍ଗିଣୀ ରଡ଼ି ଇଏ ତଡ଼ି ନେଉଅଛି ଘଡ଼ିକି ଘଡ଼ି ଯାଉଛି ଗଡ଼ି ସେ ଭଏ ତ ଗଲା ଗଡ଼ି ଯାଉଛି ଗଡ଼ି ଧଇଲା ପ୍ରାଣ ଭିତରେ ଇଏ ଶବଟା ନଦୀର ସୁଅରେ ଭାସି ଯାଉଛି ନା? ସ୍ୱର ମାରି ଆଉ ଟାଣିକି ଧରିଲା। କୋଲା ଧରିଲା ପ୍ରାଣ ଭିତରେ ଇଏ ଆରୋହିତା ଚଳିଲା ଧୀରେ ଆପଣ ମାନ ସେ ଭାରେ ଛୋଟ ପିଲାର ଶବରେ ବସି ନଦୀଟାକୁ ପାର ହଉଛି ସିନା, ମନରେ ତାର ଭାବନା ଅନେକ। କେତେ ଭାବନା କଣ ଭାବୁଛି ମନରେ? କୋଲା ଆନନ୍ଦ ତୁ କାହାର ପୁଅରେ? ତୁ କା ପିଲାରେ? ମୁଁ ତୋତେ କେବଳ ଧନ୍ୟବାଦ ଦଉନି, ମୁଁ ପିଇବିନି। ଧନ୍ୟବାଦ ଦଉଛି ତ ବାପା ମାଙ୍କୁ ରେ। ତୋ ବାପା ମା ଧନ୍ୟ ପୁଅ। ଏଡେ ବଡ ବଳୁଆ ପୁଅଟାକୁ ଜନ୍ମ ଦେଇଛନ୍ତି ତ ବାପା ମା। ଯାହା ମହାମହାରଥୀ ଗୁଡାକ କରିପାରିଲେନି, ନାଇଁ ଛୋଟିଆ ପିଲାଟା ସେ କାମ କରୁଛି। କାମ କରିଦେଇଛନ୍ତି। ଭାଇନାକୁ ଦଉନ। କୋଲା ଆନନ୍ଦ ଇଏ ସାହା ଅପରିଚିତ। ମୁଁ ତତେ ଚିହ୍ନିନି କି ଜାଣିନି। ତତେ ଜାଣିନି ମୁଁ। ହେଲେ ମୋ ପାଇଁ ତୁ କେଡେ ବଡ ଉପକାର କରୁଛୁ। କେତେ ଉପକାର କରୁଛୁ ତୁ। ଛୋଟ ପିଲାଟା ହେଲେ କଣ ହବ? କେଡେ ବଡ କାମ କରୁଛୁ। କେତେ କାମ କରିଛୁ। କଲା ବାଳ ବୀର ସଙ୍ଗେ ବାଳ ଜେନା କାହିଁକି ସେ ଶବ୍ଦକୁ ବାରମ୍ବାର ଉଚ୍ଚାରଣ କଲ? ସାରଙ୍କର ମୋର କଥାବାର୍ତ୍ତା ହଉଛି, ଖଡ ଖଡ କରନି ପ୍ରିୟ। କାଇଁ ସେ ଶବ୍ଦଟା ଉଚ୍ଚାରଣ କଲ? ସାରେ ତମେ ବୋଲିଲେ, ଗୋଟେ ଥର ବୋଲିଲେ ମୁଁ 3-4 ଥର କହୁନି ବାଳ ବାଳ କହିବିନି। ମୁଁ ପାଳି ଧରିଛି। ତାପରେ ବାଳ ତମେ କଣ ବାଳ କହିଲ? କାହିଁକି ବାଳ କହିଲ? ମତେ ଏଇ କଥା କହ। ମୁଁ କାହିଁ କହିଲି ମାନେ? ତମେ କାହିଁକି ବାଳ କହିଲ? ଶୁଣ, କବି ମାନଙ୍କର ଯାହା ଲେଖା ଅଛି, ଆମେ ଗାୟକ କିମ୍ବା ଗାୟିକା ହୁଅନ୍ତୁ, ତାକୁ ଆମେ ଗାଇବୁ, ଉପସ୍ଥାପନା କରିବୁ ମଞ୍ଚରେ। ତମକୁ ମୁଁ ଧରା ପକେଇଲି ସେଇଥିଲାଗି। ତମେ କାହିଁ ବାଳ କହିଲ? ତମେ ଚୁଟି କହିଲନି, କେଶ କହିଲନି। ଓ ତମେ କହିବା କଥା ବାଳଟା ଗୋଟେ ଅଶୁଦ୍ଧ ଶବ୍ଦ ହେଇଗଲା। ଆଉ କଣ? ଆରେ ବାଳ ତମେ ଜେନା ବାଳ କିଛି ଅଶୁଦ୍ଧ ଶବ୍ଦ ନୁହେଁ। ନାଇଁ ବାଳ କଣ କି? ବାଳ ଶୁଣ, ବାଳ ଓଡ଼ିଆର ବଡ ଦିଅ କାଳିଆ ସାଆନ୍ତ ଜଗନ୍ନାଥଙ୍କ ପାଖରେ ପ୍ରଥମ କରି ଯୋଉ ଭୋଗ ହଉଛି ପହିଲି ଭୋଗ, ତାକୁ କଣ କୁହାଯାଏ? ସାରେ ବାଳ ଭୋଗ। ବାଳ ଭୋଗ, ବାଳ ଭୋଗ, ବାଳ ମୁକୁନ୍ଦ, ବାଳ ମୁକୁନ୍ଦ, ବାଳ ଗୋପାଳ, ବାଳ ଗୋପାଳ, ବାଳକୃଷ୍ଣ, ବାଳକୃଷ୍ଣ। ଠିକ ଅଛି। ବାଳ ଶବ୍ଦକୁ ପ୍ରୟୋଗ କରି କବି ମାନେ ବିଭିନ୍ନ ପଦ ରଚନା କରିଛନ୍ତି। ତା ମଧ୍ୟରୁ ଗୋଟାଏ ପଦ ଗାଇବି, ଶୁଣିବ? ଗାଉନ, ଗାମ ଦେଖି। କଲେ ଗହନ କାନନ ବନରେ
ठीक रहिला आगे ରହିଲା ସେଇ ଶବ୍ଦ हां बढ़िया কথা ପୁଣି ଗୋଟିଏ ପଦ ଆଜ୍ଞା ନା କହୁନ ଦେଖିଆ କହୁନ କହିଲେ ବାଳକେ मोर बोला करा बेड़ा हो गोविंद आए बेड़ा हो ହେଲା ତ ହେଲା ହେଁ? ହେଲା ପୁଣି ଆଉ ଗୋଟାଏ ପଦ ଆଜ୍ଞା ଗୋଟାଏ ପାଦ ଆଉ ଗୋଟାଏ ପାଦ ଆକା ତ ଦିଟା ପାଦ ମିଶିଲେ ଗୋଟାଏ ପଦ ହବ କହ କହ ତେଣୁ ପ୍ରଥମ ପାଦଟା ମୁଁ ଗାଇବି ଦ୍ୱିତୀୟ ପାଦଟା ମୋ କର୍ମୀ କେହି ଗାଇବେ ନା। ପାଳିଆ ମାନେ କେହି ଗାଇବେ ଆପଣ ମାନେ ଗାଇବେ ଆପଣ ମାନେ ଜାଣିଛନ୍ତି ବିଜ୍ଞ ପ୍ରାଜ୍ଞ ପଣ୍ଡିତ ମାନେ ମୁଁ ଏ ଭାଇ ନା ବସ ଦେଉଡ କହିବେନୁ ତେଣୁ ପ୍ରଥମ ପଦଟା ହଁ। ମୁଁ ଗାଉଛି କହ 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 କହିଲେ ବିଦ୍ୟା ତଇ ମହାପଣ୍ଡ ଉପାର୍ଜନ ତାରକେ କର ଉପାର୍ଜନ ଧନ୍ୟବାଦ ବଡ ସୁନ୍ଦର ହେଲା ହଁ ଚ୍ୟାନେଲ ଲାଗିଛି ଆମର ଚ୍ୟାନେଲ ନା କଣ ଇଏ ହଜ ଏମବି କଲଚର ଅଫିସିଆଲ एमवी कल्चर ଅଫିସିଆଲ ଅଫିସିଆଲ ଧୀରେ ଏଟା ଇଂଲିଶ ରେ କହୁଛି ଏଟା ଇଂଲିଶ ରେ କହିଲା ଆଜ୍ଞା ଯାଅ ସୁନ୍ଦର ଭାବରେ ଗାଇଲେ ଆରେ ସୁନ୍ଦର ଦ୍ୱିତୀୟ ପଦଟି ଗାଇଦେଲେ ଏ ହଉ କେତେ ଦିନ ହେଲା ବୁଲି ବୁଲି ସେ ଚ୍ୟାନେଲ ରେ ବୁଲି ବୁଲି କଲେଣି ପାଲା ପାଲା ବାଲା କଥା ସବୁ ଶିଖି ଯାଇଛନ୍ତି କେତେ ପାଲା ବାଲା ଦେଖିଲେଣି ଆଚ୍ଛା ହଉ ଠିକ ଅଛି ହଜ ଆଜ୍ଞା ହଁ ହଉ ହଁ ହଁ ହଜ ବଟେ ଯିବନି ହାତୀ ଦଳି ଦେବେ ରହ। ତେଣୁ ଆଜ୍ଞା ବାଳ ଶବ୍ଦ କିଛି ଅଶୁଦ୍ଧ ଶବ୍ଦ ନୁହେଁ ନା କବି ମାନେ ବିଭିନ୍ନ ପଦ ରଚନା କରିଛନ୍ତି ଇଏ ବାଳ ଶବ୍ଦକୁ ପ୍ରୟୋଗ କରି ସାରେ ଜେନା ତମେ କଣ କଥା କହୁଛ ରାମନୀଳାରେ କଣ ଅଛି ରାମନୀଳାରେ କଣ ଅଛି ରାମଲୀଳା ହଁ ଆରେ ରାମାୟଣ 7 କାଣ୍ଡ 7 କାଣ୍ଡ ବାଲ୍ମୀକି ଇଏ ପ୍ରଥମ କାଣ୍ଡଟିର ନାଁ କଣ ବୁଝିଲ ତମେ ଜାଣ ତ ମୁଁ କହିଥାନ୍ତି ସାରେ ହଁ। ତମେ ଖାଲି ବାଳ କଥା ତମେ କହୁନ ନୃସିଂହ ସାରେ ଜାଣିଛନ୍ତି ନୃସିଂହ ସାରେ ଆପଣ ଜାଣିଛନ୍ତି ଯୁବ ଗାୟକ ସମ୍ରାଟ ଯୁବ ସମ୍ରାଟ ନୃସିଂହ ଚରଣ ହୋତା ମହୋଦୟ ସାରେ ତାଙ୍କର ବରିଷ୍ଠ ପାଲା ଗାୟକ ବଢିଆ ଗାୟକ ସନ୍ନା ସାରକୁ ନୃସିଂହ ସାରେ ଇଏ ସଦାବେଳେ ବାଦ ଲାଗିବେ ସବୁଠେ ବାଦ ଲାଗିବେ ସବୁଠି ଜଡିତ ଭାରି ହଁ ହଁ କୁଆ ବୋଲା କଣ କମ ପ୍ରକାର ବା ନୃସିଂହ ସାରେ ଗାଉ ଗାଉ ଏଇ କଥା କହିଦେଲେ ବାଳ କଥା କଣ କହିଲେ ଆଉ ଆଚ୍ଛା ଯଦି କହିଲେ ତାଙ୍କ ପାଳିଆ ଜଗିଲା ମୁଁ ଦେଖିଛି ମୋବାଇଲରେ ଆଜ୍ଞା 4 ଦିନ ତଳେ ଦେଖିଥିଲି ତାଙ୍କ ପାଳିଆ ଜଗିଲେ କହିଲେ ଏରା କଣ କହୁଛ ଏ ଭାଷା କଣ କହୁଛ ତମ ପାଟିରେ ସୁନ୍ଦର ହଉନି ସେ କହିଲେ ଏ ତାହେଲେ ନୃସିଂହ ହୋତା ଭାଷା ଜାଣିନି କଥା ଜାଣିନି ଏ ପୁଅ ଶୁଣେ ମୁଁ ବାଳରେ 5 ରାତି ପାଲା କରିବି ମାନେ ଆକୁ କହୁथे ତାକୁ ଦେଖେଇକି ଆଚ୍ଛା ସାର୍ ବାଦ ପାଲା ଏମିତି ତ ହଁ ଏମିତି ହବ ହଁ ସାରେ ମୁଁ ତ ମୋବାଇଲ ଦେଖୁଥିଲି ମୁଁ କହିଲି ଭଲ କଥା କହୁଛି ସାରେ ମୁଁ ଖାଲି ତମ ପାଖରେ ପାଳିଆ ଥାନ୍ତି ସାରେ ମୋ ମନ ପାଳିଆ ଥାନ୍ତି ତମେ କଣ ବାଳରେ 5 ରାତି ପାଲା କରିବ ମୁଁ ଗୋଟେ ଦିନକେ 40ଟା ଗାଁ ବୁଲିଯିବି ଗୋଟାଏ ଦିନକେ 40ଟା ଗାଁ ବୁଲି 40ଟା ଗାଁ ବୁଲିଯିବି କାଇ ବେପାର କି ବେପାର ସେଇ ବାଳ ମଥା ପ୍ରାଣ ବାଳ ମୋ ଜୀବନ ବାଳ ମଥା ପ୍ରାଣ ବାଳ ମୋ ଜୀବନ କେଜି କି 10,000 ଏ ଭାଇନା ବୁଲି 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 କରୁଛି ମୁଁ ବାଳ ବେପାର ବୁଲି 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 କରୁଛି ମୁଁ ବାଳ ବେପାର ଭାଇନା ଭାରି ବଢିଆ ବେପାର ଲାଭ ପ୍ରଚୁର 10,000 ଦେଖ ପାଲା ଯୋଉଦିନ ତମର ଯାଉଛି ମୁଁ ପଡିଆ ଟିକ ଆରେ ସେ ଓଡ ଗାଁ ପଟକୁ ପଳଉଛି ଆଜ୍ଞା ଏପଟେ ଚିହ୍ନିଦେବେ ଲୋକ ଏପଟେ ତେଣୁ ଦେଖନ୍ତୁ ତମକୁ କିଏ ନ ଚିହ୍ନିଛି ନା ନାଇଁ ସେପଟେ ଯୁଆଡେ ଗଲେ ସବୁଆଡେ ତ ଓଡିଶା ସାରା ତମେ ଜାଣିନ ବାହାଡା ଝୁଲା ଆଡେ ହଁ ସାରା ଓଡିଶା ଚିହ୍ନିଛି ବଳଭଦ୍ର ଜେନାକୁ ନା ଚିହ୍ନି କହିଲେ ମୁଁ ଲୁଚିବି କୋଉଠି ସେପଟେ ବଢିଆ ବେପାର ପୁଅ ଆଜ୍ଞା ତେଣୁ କଣ ହେଇଛି ନା ସେଦିନ ଦୁର୍ଯ୍ୟୋଧନ ନଦୀ ଜଳକୁ ଡେଇଁ ପଡିଛି ଆସି ପହଞ୍ଚିଛି ଗୋଟେ ଛୋଟିଆ ପିଲାର ଶବ ସେ ଶବ ଉପରେ ବସି ନଦୀ ପାର ହେବା ବେଳେ ଅନେକ ଭାବନା ତା ମନରେ କହିଲା ମୁଁ ତ ପରିଚୟ ପାଇନି ତୁ କିଏ ସେ ତୋତେ ଚିହ୍ନିନି କି ଜାଣିନି ନା ନା ହେଲେ ତୁ ମୋର କେଡେ ବଡ ଉପକାର କରୁଛୁ ବହୁତ ଉପକାର ମୋ କଲେ ଆତ୍ମୀୟ ସ୍ୱଜନ ମାନେ ମୋ ନିଜର ମୋ ଆପଣାର ଜନ କେହି ମତେ ପାର କଲେନି ସମସ୍ତେ ମୁହଁ ବୁଲେଇ ଦେଇ ଗଲା ବେଳେ ହଁ ତୁ ଆସି ମତେ ପାର କରୁଛୁ ପାର କଲୁ ରେ ଧନ୍ୟବାଦ ତତେ କହିଲା ବାଳ ବୀର ସଙ୍ଗେ ବାଳ ଏ
ପ୍ରଭୁ এই কথার যে না আলোচনা করতে ହଁ 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 দুর্যোধন কହୁଛି ବା কলা বাল বীর সঙ্গে ଏ ବାଳ ये কার পর ফেবু গিরতি মার সে সব মনের মধ্যে চিন্তা করুছি দুর্যোধন কলা আরে ছোট ছোট পিলা মানে হ্যাঁ বড় বড় কামরে হাত রখন হ্যাঁ তু ছোট হলে কোন হেলা ଏ ବାବା কেড়ে বড় কাম করুଛୁ ହାତ ରଖିଛୁ নাই ছোট পিলা মানে কোন আগে বড় কাম করুଛୁ ବଡ କାମ କରିଛନ୍ତି ଆଜ୍ଞା ଛୋଟ ପିଲା ଟିକେ মনে পকেইবা ପକେଇ ଦିଅ ମନେ আচ্ছা ପକେଇ। পিলা মানে বসিছনি ସବୁ ଜାଣିଛନ୍ତି এইটি গোটিয়ে পিলা এইটি গোটিয়ে পিলা ସେ କୁଣିଆ ପୁଅ আচ্ছা এইটি গোটিয়ে পিলা ନା ସେ କୁଣିଆ ପୁଅ ପିଲା ମାନେ ତମେ ତିନି ଜଣ ଅଛ ମଞ୍ଚରେ ছোট ପିଲା ହଁ ହଁ ମୁଁ ଗୋଟେ ପ୍ରଶ୍ନ ପଚାରି ନ ପଚାରିଲେ ଯାହାକୁ ଉତ୍ତର ଆସିବ ହଁ କହିଲେ ହାତ ଟେକିକି ଉତ୍ତର କହିବ ନ କହିଲେ ମୁଁ କହିଦେବି ମୁଁ କହିଲି ଯେ ନା କହିବେ ଭୟ କରିବ କହିଦେବି ଆଚ୍ଛା ଶୁଣ ପ୍ରଶ୍ନଟା ମନ ଦେଇକି ଶୁଣ କହ ନ କହ ବାଡି ପର କୋଳି ହୁଁ ବଳିଆ କୁକୁର ଧରି ବାସ୍ ପହଞ୍ଚିଲା ଗୋଟେ ଛୋଟିଆ ଛୁଆ ଛୋଟିଆ ପିଲା ବାପାର ଆଶୀର୍ବାଦ ନେଲା ମାର ଆଶୀର୍ବାଦ ନେଲା ବାସ୍ ଇଏ 1200 ବଢେଇ ଯାହା କରି ନ ପାରିଲେ ଛୋଟ ପିଲା କହିଲେ ସେ ଛୋଟିଆ ଛୁଆଟା ସଜାଡି ଦେଲା ହଁ ତା ନାଁଟା କଣ କହିଲ ପୁଅ କହରେ କଣ କଣ ନାଚ କରୁଛୁ କହ କାହାକୁ ତୋର ଆସିଛି ହାତରେ କହ ଖାଲି ଗଁ ଗଁ ହଉଛି। ହଁ? ତାକୁ ଦିହ ମରା ହେଲାଣି ତଥାପି ନାହିଁ ସେ କଣ ପରୀକ୍ଷା ଦବ ସେ କଣ ପରୀକ୍ଷା ଦବ ସାରେ କହିଲେଣି ତୁ ପାଖ ପିଲା ଖାତାରୁ ଦେଖିକି ଲେଖେ ତାକୁ ତଥାପି ସେ ଲେଖୁନି ତାକୁ ମାଲିକ କହ ଧର୍ମପଦ କହ କେହି ବି ଜଣେ କହିପାରୁନାହାନ୍ତି ପିଲା ଆଉ ସାରେ ଏମାନଙ୍କ ପୁଣି ଭବିଷ୍ୟତ ୟାଙ୍କ ଉପରେ ଆଶା ଭରସା ଆଜ୍ଞା ନାଁଟା ହଉଛି ଧରମା ଧର୍ମା କହିଲେ କିଏ ଜାଣିଥିଲା 12 ବର୍ଷର ବଢେଇ ପୁଆ ମନ୍ଦିରର ଚୂଡେ ସଜାଡ଼ିବା ଆରେ କିରା ପିସୁଆ କି ଆଶା କରିଥିଲା କିଏ ଜାଣିଥିଲା ଛୋଟିଆ ଛୁଆଟା ଏଡେ ବଡ କାମ କରିବ ବୋଲି ନା ନା 1200 ବଢେଇ ଯୋଉଠି ନିରାଶ ହୋଇ ବସି ପଡିଲେ ଏ ଛୋଟିଆ ପିଲାଟି ସେ କାମ କଲା ସେ ଛୋଟିଆ ପିଲାଟି ସେଇ କାମ କରିଥିଲା ବୋଲି ତମ ବଢେଇ କୂଳ ସବୁ ବଞ୍ଚିକି ଅଛ ଲାଙ୍ଗୁଡ ନରସିଂହ ଦେବ ତମ ମୁଣ୍ଡରୁ ଗଣ୍ଟି ଅଲଗା କରିଥାନ୍ତା ତମେ କୋଉଠି ବିନନ୍ଦିନୀ ମହାରାଣା ଆସିକି ଏ ଗାଁରେ ପାଲା ଗାଇଥାନ୍ତ ହୀରାପୁରରେ ସତ କଥା ଆଜ୍ଞା ବିଶୁ ମହାରାଣାଙ୍କ ପୁଅ ଧରମା ହଁ ଏଡେ ବଡ କାମ କଲା ବୋଲି ଜାତିର ମାନ ରଖିଲା ବୋଲି ହଁ ମହାରାଣା କୂଳ ବଞ୍ଚିଲେ ବାସ୍ ସେଇଥିପାଇଁ ଜେନାକୁ କଥା କହିବାକୁ ସୁଯୋଗ ପାଇଲେ ନା ହଁ କହିଲେ ତମେ ନହେଲେ ବିନୋଦିନୀ ମହାରାଣା କୋଉଠି ପାଲା ଗାଉଥାନ୍ତା ପାଲା ଗାଇଥାନ୍ତା। କୋଉ ମହାରାଣା କୂଳ ବଞ୍ଚିଥାନ୍ତା ଯେ? ଆଉ ହେଇ ଲାଙ୍ଗୁଡ ନରସିଂହ ଦେବ କାଟିଥାନ୍ତା ତମ ର ତମେ ତ ବେଶୀ ଟଙ୍କା ପଇସା ନେଇକି ତିନି ମହଲା କରିଥାନ୍ତ ଢେର ଗାୟିକା ଗାୟକ ଅଛନ୍ତି ଆଜ୍ଞା ତେଣୁ କଣ ହେଇଛି ନା ସେଦିନ ଦୁର୍ଯ୍ୟୋଧନ ଚିନ୍ତା କରୁଛି ବାସ୍ କହିଲା ଛୋଟ ପିଲା ହେଲେ ବି ହେଲେ? ଏଡେ ବଡ କାମ କରୁଛୁ ଇତି ଅବସରରେ ନଦୀଟାକୁ ପାର ହେଇଗଲା ଦୁର୍ଯ୍ୟୋଧନ ନଦୀ ପାର ହେଇ ସାରିବା ପରେ ପହଞ୍ଚିଗଲା ନଦୀର ଆର ପାରରେ ସାରେ ଛିପଛିପି ବର୍ଷା ସ୍ଥାନକୁ ଚିକଚିକି ବିଜୁଳି ମାରୁଛି ଆକାଶରେ ପୃଷ୍ଠ ଦେଶରୁ ପାଣ୍ଡବ ମାନଙ୍କର ମାରି ଆସିବାର ଭୟ କଲା ତର ତର କରି ଦୌଡ଼ିଛି ବାସ୍ ବାସ୍ ଶବ ପୃଷ୍ଠରୁ ଗଲେ ହେଇ ହଁ ଇଏ ପାଦ କାଢି ଦୌଡ଼ି ଗଲା ବେଳ କାହିଁକି କେଜାଣି ଦୁର୍ଯ୍ୟୋଧନର ପାଦଟାକୁ ସତରେ ପଛରୁ କିଏ ଟାଣି ଧରିଲା ପରେ ମନେ ହେଲା ପୁଣି ପଛକୁ ଲେଉଟି ଚାହିଁଲା ଚାହୁଁଛି କହିଲା ଆରେ ଏ ଯୋଉ ଶବ ଉପରେ ବସି ମୁଁ ପାର ହେଲି ପାର ହେଲି ଯୋଉ ଶବଟା ମୋର ଏଡେ ବଡ ଉପକାର କଲା ହଁ ସେ ଶବଟାକୁ ମୁଁ ଚିହ୍ନିନି କି ଜାଣିନି ନା ନା ତାକୁ ଟିକେ ଚିହ୍ନିବିନି ଚିହ୍ନିବା ସେ କଥା କିଏ କିଏ ସେ ଶବଟା କାହାର କାହାର ସବୁ ଥିଲା ମୁଁ ଟିକେ ଚିହ୍ନିବି ତାକୁ ଜାଣିବି ସେ କିଏ ଜାଣିବି ଏଡେ ବଡ ଉପକାର କଲା ମୋର ଦେଖିବା ହେଲେ ଚିହ୍ନିବି କେମିତି କେମିତି ଅନ୍ଧକାର ରାତ୍ରି ସମୟରେ ବର୍ଷା ଝିପିଝିପି ହଉଛି ଶବଟାକୁ ମୁଁ ଚିହ୍ନିବି କେମିତି କେମିତି ଚିହ୍ନିବି ଚାହିଁଦେଲା ଆକାଶକୁ ହଉ କହିଲା ହେ ତରତି ହଁ ଆକାଶର ବକ୍ଷ ଦେଶରେ ତମେ ଥରେ ନାଚି ଯାଅ ନାଚି ଯା ସତକୁ ସତ ହଁ ହଁ ଶିକରି ମାରିଦେଲା ବିଜୁଳିଟା ଦୁର୍ଯ୍ୟୋଧନର ମସ୍ତକରେ ଥିଲା ଅନର୍ଘ୍ୟ ମଣି ମୁକୁଟ ବିଜୁଳିର ଆଲୋକ ମଣି ମୁକୁଟରେ ପୁଣି ରିଫ୍ଲେକ୍ସନ ହେଲା ପ୍ରତିବିମ୍ବିତ ହେଲା ପ୍ରତିଫଳିତ ହେଲା ଇଏ ଖଣ୍ଡମଣ୍ଡଳ ଆଲୋକିତ ହେଇଗଲା
ସେଇ ଆଲୋକ ଭିତରେ ଶବଟାକୁ ଟିକେ ଓଲଟେଇଲା, ଆହା। ଶବଟାକୁ ଓଲଟେଇକି ଚିହ୍ନିଲା। କାରଣ ସବୁ ଶବ ଚିହ୍ନି ଦଉଥିଲା ମୁହଁ ଉପର କରି ଆସି ଆସୁଥିଲେ, ଇଏ ଶବଟା ମୁହଁ ତଳକୁ କରି ଆସୁଥିଲା। ତଳ ମୁହାଁ ଶବ ଏଇଟା। ତେଣୁ ଏ ଶବଟାକୁ ଓଲଟେଇଲେ ତା ମୁହଁଟାକୁ ଦେଖିଲେ ବାଃ। ଶବଟାକୁ ଚିହ୍ନିଯିବ। ହଁ ହଁ ହଁ। ସେଦିନ ଆଜ୍ଞା ଏ କେଡେ ବଡ ଦୁର୍ଘଟଣା ଘଟିଗଲା କୋଉଠି ମହା ବାଲେଶ୍ୱର ଜିଲ୍ଲାର ବାହାନ ଗାଁ। ବାହାନ ଆଜ୍ଞା ଆହା। ସନ୍ଧ୍ୟା ସମୟ ୟା କହୁଛ ଦୃଶ୍ୟ ଆଜ୍ଞା ମୁଁ ଜାଣିଛି। ଟ୍ରାକରେ ମାଲବାହୀ ଟ୍ରେନଟା ଠିଆ ହେଇଥିବା ବେଳେ ଓହୋ। ଲାଇନ କ୍ଲିୟରାନ୍ସ ଯେତେବେଳେ ପାଇଗଲା ପଳେଇ ଆସିଲା ସେ ବଡ କ୍ଷିପ୍ର ବେଗରେ କରମଣ୍ଡଳ ଏକ୍ସପ୍ରେସ ବାସ୍। ବାଟେଇ ହେଇଗଲା। ଆଉ ଟ୍ରେନ ମାଲ ବୋଝେଇ ଟ୍ରେନ ଉପରେ ଚଢିଗଲା। ବାସ୍ ଚଢିଗଲା। କରମଣ୍ଡଳ ଏକ୍ସପ୍ରେସ ସବୁ ଛିନଛତ୍ର ହେଇଗଲା। ଦେଖିବ ମୋବାଇଲ ଦେଖୁନ। ଛତ୍ର ହେଇଗଲା ଆଜ୍ଞା ସେଦିନର ଘଟଣା। ସାରେ ସକାଳ ମାନ ଅଳ୍ପ ବହୁତ ସମସ୍ତେ ଜ୍ଞାତ ଅଛନ୍ତି। ଆମେ ଯାଇଥିଲୁ ଦେଖି ଆଜ୍ଞା ପାଲା ଯାଇଥିଲୁ ଏଠି। ନିକଟରେ ପାଲା ଥିଲା। ହଁ ହଁ। କେତେ ସମଙ୍କର ୟା କହୁଛ ଗଣ୍ଡି ମୁଣ୍ଡ ଅଲଗା ହେଇଗଲା। ହଁ କେତେ ମୋବାଇଲ କିଏ କେତେ ନେଇ ହାତ ଯାଇଛନ୍ତି। ଗୋଡ କାର ଛିଟିକି ପଡିଲା। ହଁ ହଁ। କେହି ଆତ୍ମୀୟ ସ୍ୱଜନ ଆସିଲେ ଏ ଚିହ୍ନିକି ନେଲେ। ମୁଣ୍ଡକୁ ଗଣ୍ଡିକୁ ଯଦି ଦେଖିଲେ ମୁହଁ ମୁଣ୍ଡଟାକୁ ଦେଖି ଚିହ୍ନିଲେ, ମୁଖକୁ ଦେଖି ଚିହ୍ନିଲେ ଆମର ଆତ୍ମା। ଇଏ ମୋ ସ୍ୱାମୀ କିଏ ମୋ ପୁଅ ସବୁ ଚିହ୍ନିକି ନେଲେ। ଆପଣର ଜନ ବୋଲି ଚିହ୍ନିକି କିଏ କିଏ ଶବ ନେଲେ। ହଁ ହଁ। ଆଉ କେତେ ଶବ ହଁ ସେଠି ପଚୁରି ଗଲା। ଅଲୋଡା ଅଖୋଜା ହେଇ ପଚୁରି ଖଣ୍ଡ ଖଣ୍ଡ ହେଇକି ପଚୁରି ଗଲା। ଲିଟନ ହେଇଗଲା। ଏବେ ମଧ୍ୟ ହଁ ସେଠି ପାଠ ସ୍କୁଲ ଘର ସବୁ ରଖିଥିଲେ। କାଳର ସବୁ ଶବ ଗୁଡାକ ମିଳୁଛି। ସାରେ ସ୍କୁଲ ଘରେ ରଖିଥିଲେ ସବୁ ଗୁଡାକୁ। ସେ ସ୍କୁଲ ଏବେ ବାଡେଇକି ଭାଙ୍ଗି ସାରିଲେଣି। ଖାଲି ଡର ଲାଗିଲା ବୋଲି ପିଲେ ଡରିଲେ, ପାଠ ପଢିଲେନି, ଭାଙ୍ଗିକି ନୂଆ ଘର ହେଲାଣି ଆହୁରି। ତେଣୁ କହିବା